ଠାକୁରଙ୍କ ପବିତ୍ର ନାମ ଧନ୍ୟ ହେଉ। ସେ ଆଶ୍ଚର୍ଯ୍ୟ ଏବଂ ମହତ୍ କେବଳ ନୁହେଁ, ମହତ୍ ମହତ୍ କର୍ମ କରିବାରେ ଅଦ୍ୱିତୀୟ ବଡ଼ ବିଷୟ। ଯେଉଁ ଦୃଶ୍ୟ ଆମେ ଦେଖିବା ପାଇଁ ଏକତ୍ର ହେଇଛୁ, ଏହା ମନୁଷ୍ୟକୃତ କର୍ମ ନୁହଁ, ଈଶ୍ୱରଙ୍କର କର୍ମ। ତେଣୁ ପ୍ରଭୁଙ୍କୁ ଧନ୍ୟବାଦ, ଏପରି କର୍ମମାନ ସେ କରନ୍ତି ଏପର୍ଯ୍ୟନ୍ତ। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଏହି ରିସେପସନ୍ କାର୍ଯ୍ୟରେ ପାଣି ପରିବାର ତରଫରୁ ଆହୁତ ହୋଇ ପ୍ରଭୁଙ୍କ ଶୀତ ଜନମାନଙ୍କର ପାଦ ପଡ଼ିଥିବାରୁ ଆଉ ସେମାନଙ୍କର ଉପସ୍ଥିତି ପାଇଁ ସେମାନଙ୍କୁ ସମ୍ମାନ ଜଣାଉଛି। ସ୍ଥାନୀୟ ମଣ୍ଡଳୀର ପାଳକ, ବିକନ କର୍ମକର୍ତ୍ତା, କର୍ମକର୍ତ୍ରୀ, ଉପସ୍ଥିତ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୋର ସମ୍ମାନ ଏବଂ କୃତଜ୍ଞତା ଜଣାଇ ଆସନ୍ତୁ। ପ୍ରଭୁଙ୍କ ବାକ୍ୟର ମାନେ ଅଳ୍ପ ସମୟ ଆଲୋଚନା କରିବା ଯେ ତାହା ହେଉଛି, ମୁଁ ବାଇବଲରୁ ପଢ଼େଇବି ନାହିଁ, କାରଣ ପଢ଼େଇବା ଦ୍ୱାରା ପଢ଼ିବା ଦ୍ୱାରା ଯେତିକି ସମୟ ଯିବ ଭାରି, ତାହା ମାନଙ୍କୁ କହିବା ଦ୍ୱାରା ସେତିକି ସମୟକୁ ବ୍ୟବହାର କରିବାକୁ ଚାହୁଁଛି। ଆଜିର ଆଲୋଚନାର ବିଷୟ ହେଉଛି, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ। ଏହା ସବୁଠାରୁ ପୁରୁଣା କଥା। ପ୍ରାୟ ସବୁବେଳେ ଆଲୋଚନାର ବିଷୟ ହେଇଛି ଆମ ପାଇଁ ବାହାଘର ସମ୍ପର୍କରେ, ବାଗଦାନରେ, ରିସେପସନରେ, ଯାହାରେ ବି ଆମେ ଉତ୍ସବରେ ଦେଖୁଛୁ, ଏହା ହିଁ ଆଲୋଚନାର ଯୋଗ୍ୟ। ପ୍ରିୟ ପ୍ରଭୁଙ୍କ ଦାସ ଦାସୀମାନେ, ଏକାକୀ ବାଇବଲରେ ଦୁଇ ପ୍ରକାର ଅଛି। ଗୋଟିଏ ହେଉଛି ଈଶ୍ୱରଙ୍କର ଆଶୀର୍ବାଦର ଏକାକୀ, ଆଉ ଗୋଟେ ହେଉଛି ଯୋଉଟା ଗ୍ରହଣ ଯୋଗ୍ୟ ନୁହେଁ, ଯାହାକୁ କୁହାଯାଏ ଏକାକୀ ଥିବା ଭଲ ନୁହଁ, ତାହା ଗୋଟେ ଏକାକୀ। ବୁଝିପାରିଥିବେ? ସକାରାତ୍ମକ ଭାବରେ, ନକାରାତ୍ମକ ଭାବରେ ଏକାକୀ ଦୁଇଟାର ମୋ ପ୍ରମାଣ ଟିକେ ଟିକେ ମୌଖିକ ଭାବରେ ଦେବାକୁ ଚାହୁଁଛି। ପ୍ରଥମ ହେଉଛି ଆଶୀର୍ବାଦ ପ୍ରାପ୍ତ ଏକାକୀ, ଯୋଉଟା ବର କନ୍ୟା ସମ୍ବନ୍ଧୀୟ ଆଲୋଚନାର ସମ୍ପର୍କ ନୁହଁ। ଏଟା ଖାଲି ଧାରଣା ପାଇବା ଦରକାର ଯେ ଏକାକୀ ତ ଏମିତି ବି ଅଛି ବୋଲି କାଳେ ଆପଣମାନଙ୍କ ମନରେ ପ୍ରଶ୍ନ ନ ହେଉ, ସେଥିପାଇଁ ଏଇ ଏକାକୀର ଗୁରୁତ୍ୱ ଧାରଣା କି ଯେ ମୌଖିକ ଭାବରେ ଦେବାକୁ ଚାହୁଁଛି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଦାସ ଦାସୀମାନେ, ଯୀଶୁ ଖ୍ରୀଷ୍ଟ ବି ଶିଷ୍ୟମାନଙ୍କର ଗହଣ ବାହାରେ କୌଣସି କୌଣସି ସମୟରେ ଏକାକୀ ରହୁଥିଲେ। ପ୍ରାର୍ଥନାରେ ସାରା ରାତି ଏକାକୀ ବିତଉଥିଲେ। ପରମେଶ୍ୱରଙ୍କ ଲୋକମାନଙ୍କର ଜୀବନରେ ଆମେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ୟା ସାଙ୍ଗରେ ତା ସାଙ୍ଗରେ ତା ସାଙ୍ଗରେ ତା ସାଙ୍ଗରେ କଥା, ହସ, ଗପ ସପରେ ଜୀବନ କାଟିବା ଈଶ୍ୱରଙ୍କର ଜଣେ ସ୍ୱତନ୍ତ୍ର ଲୋକଙ୍କର କାମ ନୁହଁ। ଏକାକୀ ନିଶ୍ଚୟ ରହିପାରିଛି। ଉଦାହରଣ ସ୍ୱରୂପ, ଲୋଟଙ୍କ ସହିତ ଅବ୍ରାହମଙ୍କର ମିଳାମିଶା ଘାଣ୍ଟ ଚକଟ ଜୀବନ ଥିବା ଯାଏ ପରମେଶ୍ୱର କିଛି କହିନାହାନ୍ତି। ଲୋଟ ଯେତେବେଳେ ଅଲଗା ହେଇଗଲେ, ପରସ୍ପର ମଧ୍ୟରେ ମିଳି ରହିବା ସମ୍ଭବ ହେଇ ନ ପାରିବାରୁ ଅବ୍ରାହମଙ୍କ ଠାରୁ ଲୋଟ ପୃଥକ ହେଲା। ଆଉ ତାର ଲେଖା ହେଉଛି, ପରମେଶ୍ୱର ଅବ୍ରାହମଙ୍କ ସହିତ ଆଳାପ କରି এই ଆଶୀର୍ବାଦରୁ ବଞ୍ଚିତ ନ ହେବା ଦରକାର। ଜଣେ ପରମେଶ୍ୱରଙ୍କର ବିଶିଷ୍ଟ ଲୋକ ହେବାକୁ ଥିଲେ ଆମେ ଜାଣିପାରୁନାହୁଁ। ଆମେ କଥାରେ, ଗପରେ, ସପରେ ସହଭାଗିତା ମନେକରି ଦିନ ତମାମ ଆମେ ରହୁଛେ। ସେମିତି
ଏହା ଉଚିତ ନୁହଁ। କାରଣ ସେ ଲୋକଙ୍କୁ କହିଥିଲେ ତମେ ହେଲେ ଏଆଡ଼େ ଯାଅ ମୁଁ ହେଲେ ସେଆଡ଼େ ଯିବି, ତମେ ହେଲେ ସେଆଡ଼େ ଯାଅ ମୁଁ ହେଲେ ଏଆଡ଼େ ଯିବି, ଯୋଉଆଡ଼େ ଯିବା କଥା ଯାଅ। ଲୋଟ ଅବ୍ରାହ୍ମଙ୍କ ଠାରୁ ପୃଥକ ହେଲା ଭିତରେ ପରମେଶ୍ୱର ତାଙ୍କ ସହିତ ଆଳାପ କେବଳ ତାହେଲେ ଯେତେବେଳେ ଯାକୁବ ପରିବାର ପରିଜନ ସହିତ ମିଶିକି ଆସୁଛନ୍ତି, ଏ କଥା ଆଦି ପୁସ୍ତକ 32 ପର୍ବର 24 ପଦରେ ଲେଖା ଅଛି। ସମସ୍ତଙ୍କୁ ଜକବ ଘାଟର ନଦୀ ପାରି କଲା ପରେ ଯାକୁବ ଏକାକୀ ଯେତେବେଳେ ରହିଲେ, ଗୋଟିଏ ପୁରୁଷ ରାତ୍ରି ଯାକ ତା ସାଙ୍ଗରେ ଯୁଦ୍ଧ କଲେ। ଏକାକୀ ଥିବା ସମୟର ରହସ୍ୟ ପ୍ରଭୁଙ୍କ ଦାସୀମାନେ ଖିଆଲ ରଖିବା ଦରକାର। ଯେଣୁ ଏଇ ଯୁଦ୍ଧ ପରାସ୍ତ ଜୟର ଯୁଦ୍ଧ ନୁହଁ, ଏ ଯୁଦ୍ଧ ପରମେଶ୍ୱର ଜୟ କରାନ୍ତି ତାଙ୍କ ଦାସଙ୍କୁ। ସେମିତିକା ଯୁଦ୍ଧ ବାଇବଲରେ କୋଉଠି ନାହିଁ। କେବଳ ଯାକୁବଙ୍କ ସଙ୍ଗେ ପରମେଶ୍ୱର ଯୁଦ୍ଧ କଲେ, ଯାକୁବ ଜୟ କରାଇବା। ଏହା ରହସ୍ୟପୂର୍ଣ୍ଣ ଯୁଦ୍ଧ, କିନ୍ତୁ କେତେବେଳେ ଏକାକୀ ଦିବସ। ତେଣୁ ଏଇ ସକାରାତ୍ମକ ଏକାକୀକୁ ମୁଁ ପଦତି ପଦ ଆଉ ଟିକେ କହିବାକୁ ଚାହୁଁଛି। ଦ୍ୱିତୀୟ ବିବରଣ 32 ପର୍ବର 12ରେ ପରମେଶ୍ୱର ତାଙ୍କ ଦାସମାନଙ୍କୁ ଇସ୍ରାଏଲ ସନ୍ତାନକୁ ଏକାକୀ ଗମନ କରାଇଲେ। ରହସ୍ୟ ଶବ୍ଦମାନ ବାଣ୍ଟି ନିଅନ୍ତୁ, ଏକାକୀ ଗମନ କରାଇଲେ। ଦ୍ୱିତୀୟ ବିବରଣ 33 ପର୍ବର 28 ପଦରେ ପରମେଶ୍ୱର ଏକାକୀ ସେହି ଦେଶରେ ବାସ କରାଇଲେ। ଭଲ ଭାବରେ ଏକାକୀ ଜୀବନ ଯାପନ କରିବା ପାଇଁ, ସ୍ୱତନ୍ତ୍ର ଜୀବନ ଯାପନ କରିବା ପାଇଁ ପ୍ରଭୁଙ୍କ ଦାସ ଦାସୀ ମାନେ ପ୍ରାୟ ଆମେ ମନୋଯୋଗୀ ନହୁ। আর রহস্য মধ্য সমস্তে জাঁপারতি না যে ଏହା ପ୍ରଭୁଙ୍କ ଲୋକମାନଙ୍କୁ ଶକ୍ତିଯୁକ୍ତ କରିବାର ଅବକାଶ। ଏକାକୀ ସେଇଥିପାଇଁ ବିଲିୟମ ଇସ୍ରାଏଲ ସନ୍ତାନର ସମାରୋହକୁ ଦେଖି କହିଲେ ଗଣନା 23 ପର୍ବର 9 ପଦରେ ଏହି ଗୋଷ୍ଠୀ ଅଲଗା ବାସ କରନ୍ତି, କାହା ସଙ୍ଗରେ ମିଶନ୍ତି ନାହିଁ। ଆପଣ ଯେତେ ବଡ଼ ଲୋକ, ଯେତେ ବ୍ୟସ୍ତ ବ୍ୟକ୍ତି ହୁଅନ୍ତୁ, ଏସପି କଲେକ୍ଟରଠୁ ବଳକା ବ୍ୟସ୍ତ ବ୍ୟକ୍ତି ହୁଅନ୍ତୁ, ଏକାକୀ ରହିପାରୁଛନ୍ତି କି? ଏକାକୀ ସମୟ ନିର୍ଘଣ୍ଟ ଆପଣଙ୍କ ପାଇଁ ରଖୁଛନ୍ତି କି? ଯଦି ରଖୁନାହାନ୍ତି, ହାୟ ହାୟ ସେ ମହତ୍ଵକୁ ଆମେ ଟଚ କରିପାରି ନାହୁଁ। ଯେତେବେଳେ ଦୁଇ ଜଣ ସାଉଲ ତାଙ୍କର ସଙ୍ଗୀ ଶୋଇଲେ ସାମୁଏଲଙ୍କର ଘରେ, ସକାଳୁ ଉଠିଲା ପରେ ସାମୁଏଲ କହିଲେ ଚାଲ ଆମ୍ଭେମାନେ ଯିବା। ଯାଉ ଯାଉ ସାଉଲଙ୍କୁ କହିଲେ ଏଇ ଯୁବାକୁ ଆଗରେ ଯିବାକୁ କୁହ, ତମେ ଠିଆ ହୁଅ, ମୁଁ ତୁମକୁ ପରମେଶ୍ୱରଙ୍କ ବାଣୀ ଶୁଣାଏ ଦେବି। ଏକଲା ଏହା ପ୍ରଥମ ସାମୁଏଲ 9 ପର୍ବର 25-26 ଶେଷ ପର୍ଯ୍ୟନ୍ତ। ଏକଲା ରହିବା ଦ୍ୱାରା ପରମେଶ୍ୱରଙ୍କର ଶୁଣିବାର ଚାନ୍ସ ଅଛି। ପ୍ରିୟ ଭାଇ ଭଉଣୀ, କେବଳ ସେତିକି ନୁହେଁ, ଦ୍ୱିତୀୟ ରାଜାବଳୀ 9 ପର୍ବ 1-5 ପଦରେ ମାଓବାଦୀଙ୍କୁ ପରମେଶ୍ୱର କହିଲେ ଯେହୁଙ୍କୁ ତୁମେ ସେ ସେନାପତି ମାନଙ୍କ ମଧ୍ୟରେ ବସିଥିବେ, ତୁମେ କହିବ ଯେ ହେ ସେନାପତି ତୁମ ସଙ୍ଗରେ ମୋର କଥା ଅଛି ବୋଲି କହିବ, ଡାକି ନେବ। ଆଉ ଗୋଟେ ଚାମ୍ବରକୁ ଡାକି ନାହିଁ, ଏକଲା ତାଙ୍କୁ କହିବ ପରମେଶ୍ୱର ତୁମକୁ ରାଜା କଲେ ଅଭିଷେକ କରିକି ପଳେଇ ଆସିବ, କାହାକୁ କିଛି କହିବ। ଦେଖନ୍ତୁ, ଏକାକୀ ଏକାକୀ ରହିବା ର ସମୟ ଦେବାର ରହସ୍ୟ କିପରି ଅଛି, ଏହାଠାରୁ ଅଧିକ ଆଲୋଚନାର ବିଷୟ ଅଛି। ଜିସାୟ 51-1-2 ପଦରେ ପରମେଶ୍ୱର କହିଲେ ତୁମର ପିତା ଓ ମାତା ଅବ୍ରାହମ ସାରାଙ୍କୁ ଦେଖ, ସେମାନେ ଏକାକୀ ଥିବା ସମୟରେ ଆମେ ଆହ୍ୱାନ ଦବୁ
ଓ ପୃଥିବୀ ବ୍ୟାପୀ ସଂଖ୍ୟା ବଢାଇଲୁ ଏକାକୀ ଥିବା ସମୟ। ତେଣୁ ପଜିଟିଭଲି ଏକାକୀ ହେଉଛି ପରମେଶ୍ୱରଙ୍କ ଲୋକମାନଙ୍କର ସ୍ୱତନ୍ତ୍ର ଜୀବନ ଯାପନ କରିବା, ଧ୍ୟାନ କରିବା ପାଇଁ, ଶାସ୍ତ୍ର ଅଧ୍ୟୟନ କରିବା ପାଇଁ, ପ୍ରାର୍ଥନା କରିବା ପାଇଁ, ଯାହା ବି କରିବା ପାଇଁ ଏକାକୀ ପରିବାର ମଧ୍ୟରୁ ଘର ଭିତରେ ରହିବା ଦରକାର। ଏତଦ୍ୱାରା ଅନେକ ଅନେକ ଆଳାପର ରହସ୍ୟ ଅଧିକାରୀ ହେଇପାରିବା। ଦ୍ୱିତୀୟରେ କହିବି ଏକାକୀ ଭଲ ନୁହେଁ। ପରମେଶ୍ୱର କହିଲେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ତା ପାଇଁ ଅନୁରୂପ ସହକାରିଣୀ ନିର୍ମାଣ। ଅନୁରୂପ ସହକାରିଣୀ ନିର୍ମାଣ କରୁ କରୁ ଯୋଡୁ ଯୋଡୁ ତ ସମସ୍ୟା ହେଇଗଲା। ତାହା ଅନ୍ୟ ଏକ ଆଲୋଚନାର ବିଷୟ। ପରମେଶ୍ୱର ଏକ ଯୋଡ ଦେଲେ ତାଙ୍କୁ, ସେଇ ଯୋଡରେ ଏମିତି ଘଟଣା ଘଟିଲା ଯେ ସାରା ଜୀବନ ଏଦନ ଉଦ୍ୟାନକୁ ହରାଇଲେ, ଜୀବନରେ କେବେ ପାଇପାରିଲେ ନାହିଁ। ଅନ୍ୟ ଏକ ଆଲୋଚନାର ବିଷୟ। କିନ୍ତୁ ପ୍ରଭୁ କହିଲେ ତାହା ନିମନ୍ତେ ଅନୁରୂପ ସହକାରିଣୀ ଆମ୍ଭେ ନିର୍ମାଣ କରିବା। ଏକାକୀ ରହିବାର ସମସ୍ୟା କ'ଣ ଓ କୋଉମାନେ ରହନ୍ତି ପଦେ କହୁଛି। କୋଉମାନେ ରହନ୍ତି ଏକାକୀ? ଯୋଉଟା ଗ୍ରହଣ ଯୋଗ୍ୟ ନୁହେଁ ଏପରି ଏକାକୀ। ଶୁଣନ୍ତୁ, ଲେବି 13 ପର୍ବର 46 ପଦରେ ଲେଖା ଅଛି, ରୋଗୀ ଓ ଅଶୁଚି ଘୋଷଣା କରାଯାଇଥିବା ଲୋକ ଏକଲା ରହିବ, ଗହଣକୁ ଆସିବ ନାହିଁ। କେବଳ ସେତିକି ନୁହେଁ, ଭଲ ଲୋକମାନେ ବି କୋଉମାନେ ଏକାକୀ ରହିବେ? ଶୁଣନ୍ତୁ କହିବି, 102 ଗୀତ ସଂହିତାର 7, ଦୁଃଖୀ ଲୋକ। ମୁଁ ଏକାକୀ ରହିବା ଘର ଚଟିଆ ସଙ୍ଗେ ସମାନ। ଦୁଃଖରେ ଥିବା ଲୋକ, କାହା ପ୍ରତି ଯେବେ ଦୁଃଖ ହେଉଛି, ପରିବାର ସ୍ତ୍ରୀ ପୁରୁଷ ଯେବେ କଜିଆ ହେଇଯାଇଛନ୍ତି, ଅଶାନ୍ତି ଅଛି, ସେ ଏକଲା ବାସି କରିବ, ସ୍ୱାମୀ ସ୍ତ୍ରୀ ମିଶିକି ବସି ପାରିବେ ନାହିଁ। ଦୁଃଖରେ ଏକଲା ଏକଲା ବସା ଉଠିବ ଏଭଳି ଲୋକମାନେ। ତାପରେ ବିଳାପ 1 ପର୍ବର 1-2 ପଦରେ, ଜନପୂର୍ଣ୍ଣା ନଗରୀ ବର୍ତ୍ତମାନ ଏକାକୀ ବାସ କରୁଛି ଦୁଃଖର ସମୟରେ। ପୁଣି ଶୁଣନ୍ତୁ, ଉପଦେଶକ 4 ପର୍ବର 10 ପଦରେ, ହାୟ ହାୟ ଯେଉଁମାନେ ଏକାକୀ ରହନ୍ତି ସେମାନେ ସନ୍ତାପର ପାତ୍ର। ଜଣେ ପଡ଼ିଲେ ଆଉ ଜଣେ ଉଠାଇବା ପାଇଁ ଯେବେ ନାହାନ୍ତି ସେମାନେ ସନ୍ତାପର ପାତ୍ର। କିଏ ସେ ହେବା ଜରୁରୀ? ଜଣେ ପଡ଼ିଲେ ଜଣେ ଉଠାଇବାରେ କିଏ ସେ ହେବା ଜରୁରୀ? ସାଙ୍ଗ ସାଥୀ ନା ବନ୍ଧୁ ପରିଜନ? କିଏ? ଗୋଟିଏ ଶବ୍ଦ କହିବି, ଶୁଣନ୍ତୁ। ସ୍ୱର୍ଗଦୂତଙ୍କୁ ଯେତେବେଳେ ଦେଖିଲେ ମାନୁହ ତାଙ୍କ ସ୍ତ୍ରୀଙ୍କୁ କହିଲେ, ଆମେ ନିଶ୍ଚୟ ମରିବା, କାରଣ ଆମେ ସ୍ୱର୍ଗଦୂତଙ୍କୁ ଦେଖିଛୁ। ସେତେବେଳେ ମାନୁହର ସ୍ତ୍ରୀ କହିଲେ, ନା, ଆମକୁ ଯଦି ପରମେଶ୍ୱର ମାରିବାକୁ ଥିଲେ ଏ ବାଣୀ ଶୁଣାଇ ନଥାନ୍ତେ, ଆମଠାରୁ ନୈବେଦ୍ୟ ଗ୍ରହଣ କରି, ତେଣୁ ଆମେ ମରିବା ନାହିଁ। ଏଣୁ ଜଣେ ଏକାକୀ ବଦଳରେ ଏଭଳି ଲୋକ ଜଣେ ରହିବା ଦରକାର, ଏଭଳି ସ୍ତ୍ରୀ ଜଣେ ରହିବା ଦରକାର, ଯିଏକି ସାହସ ଉତ୍ସାହ ପ୍ରଦାନ। ତେଣୁ ଜଣେ ଅପେକ୍ଷା, 1 ଜଣ ଅପେକ୍ଷା 2 ଜଣ। କେବଳ ତାହା ନୁହେଁ, ଏକାକୀ କୋଉମାନେ ରହନ୍ତି? ଯିଶାୟା 5 ପର୍ବର 8, ସ୍ୱାର୍ଥପର ଲୋକ। ସେଠି ଲେଖା ଅଛି, ମୁଁ ଦେଶ ଯାକର ଜମି ମୋର ହଉ, ସେ ପଡ଼ିଶା ଘରର ଜାଗା ମୋର ହେଉ, ସେ ଘର ମୋର ହେଉ, ସେ ସମ୍ପତ୍ତି ମୋର ହେଉ, ଏଇଟା ମୋର ହେଉ, ସେ ପାୱାର ମୋର ହେଉ, ସବୁକୁ ଆକ୍ରମଣ କରିବି ମୋର ହେଉ। ଏଭଳି ଲୋକ ସନ୍ତାପର ପାତ୍ର, ସେ ଏକାକୀ ବାସ କରେ। ଏଭଳି ଲୋକ ଏକଲା ଏକଲା ମନେ କରନ୍ତି, ରହିବାକୁ ଚାହାନ୍ତି। ମୁଁ ଆକା ମାଲିକ ହେବାକୁ ପଡ଼ିବ, ମୁଁ ଆକା ମେନ୍ ହେବାକୁ ପଡ଼ିବ। କେହି ମୋର ଗୌରବ ସମ୍ମୁଖରେ କେହି ନଥାନ୍ତୁ, ମୁଁ ଏକଲା ହେବାର ଅଛି। ସେମାନେ ସନ୍ତାପର ପାତ୍ର।
पुणी शुणु प्रिय भाई बहन मैंने एकला को मैंने रही दुखर विषय जिरेमिय 15 पर्वर 17 पद परमेश्वर क्रोधर पात्र एकला तार संगी के हेबे ना तार सहभागिता के चाहिए ताठारु पदे परामर्श शुणबू नेबू के चाहिए केवल से दिन नुहे एकाकी रहिबार एभली लोक माने रहिबे जे रोगी व्याधि जहाँ को कह जाए जहन सुसमाचार 5 पर्वर 7 जीशु कहले तुम्हें कौन भल होगा चाह रोगी कहले जल कंपीबा समय मते नेबा को जहा बड़े जल कंपु कंपु जाई पारिबा लोक माने नहीं पारिबा लोक माने भल होइकी पळेलेनी मो एते वर्ष हबो पडिछि वर्तमान कहबी परिणाम कर एकाकी रहिबार परिणाम कर परमेश्वरଙ୍କ लोक माने लोक प्रथम सामुएल 21 पर्वर 2 रे एकला दाऊद जिबारु याजक कहिले आपण एकाकी केमिति आसले कौनसी स्थान को परमेश्वर लोक जीवारे निश्चय गोटे संगी दरकार जहाँफल गध खोजापी गला बेलू साउल जड़े युवक को सांगे एपरी बहुत लीडर माने जन जन को सांगरे नहीं किंतु सेते बेले एकाकी जीवारू पचारे तुम एका केमती आस अर्थात गोटे संगी निहाती दरकार कारण कौन आशंका कारण कौन विपद अच्छी दुनिया तेणु केमती विपद अच्छी शुणु कहबी एकाकी रहिले विचार करता 3 पर्वर 20 पदरे एहुद इक्लोन को आक्रमण करने को गला बेलू ऊपर कोठरी रे इक्लोन एकला जाई आक्रमण करी के ही नथिले प्रिय भाई बहन माने एकला थिबार आशंका भयंकर आशंका उठे शत्रुर हाबुड़े परिवार चांस अच्छी उदाहरण स्वरूप जिरेमिय 49 पर्वर 31 पदर लिखा होचे से गोटे कथा मो पढ़ी लिस्ट शब्दटी मो मन को आसुनी से गाँव शब्दटी तेणु पढ़ा चाहूचे लिखा जाए सदाप्रभु कहती तुम्हें मैंने उठ जो गोष्ठी कबाट कुड़ुक विहीन हो निरापद निश्चिंत एकला बास करुँच से विरुद्ध यात्रा कर एकला एकला जो मैंने रोचंती सहभागिता चाहूना काठारू परामर्श देवा चाहूना नेबा चाहूना से विरुद्ध शत्रु आक्रमण करिबार जरूरी अटे एकला रहिबा भल नुह तेणु प्रभु स्वामी स्त्री को जोड़ी कारण स्वामी स्त्री एकाधिक जोड़ी गुरुत्वपूर्ण बाइबल भितर परमेश्वर जितेबले स्वामी स्त्री को सृष्टि कले आदम हवान को से बहुत कारणवशत सृष्टि कले जे तुम्हें पृथ्वी की परिपूर्ण कर कर्तृत्व परिपूर्ण कर प्रजावंत हेब कर्तृत्व कर तुमको कहीं कर्तृत्व न करंतु स्वामी स्त्री जोड़ीर महत्व एभली से माने कर्तृत्व कर घरे के कर्तृत्व करें बर परिपूर्ण करेंगे आशीर्वाद दी केवल परिपूर्ण करेंगे ताहा नुहे साधारण भाव में पढ़े नहीं प्रजावंत भाव में पढ़े प्रजावंतर मर्म हूँ परमेश्वर राजा मान राजा तार चेला ही तार पिला ही तार शिष्य शिष्या ही तार प्रजा ही बढ़िबा परमेश्वर स्वामी स्त्री जोड़े एकत्र आज से प्रभु दास मैंने मौखिक भाव अनेक कथा कही जाइए परमेश्वर पुओ झी को जोड़ी से ही आशीर्वाद से ही संकल्प एम जीवन सफल हो प्रभु आशीर्वाद करूँ धन्यवाद प्रार्थना करें।
सर्वशक्तिमान प्रभु मो गौरव नाम धन्य हो तुम्हें मंगलमय मंगलकारी परमेश्वर आशीर्वाद अनुग्रह आग्रह पुओ झंगत बर कन्या को स्वामी स्त्री को समर्पण कर प्रार्थना कर समयावधि से स्वामी स्त्री वैवाहिक जीवन सुख शांति जीवन हो आशीर्वाद सुस्थ आरोग्य जीवन जीवन भविष्य आशीर्वाद कारण हो पारिवारिक भाव में आध्यात्मिक गौरव महिमा तुम प्रभु जीशु नाम।